ଆଜି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଭଞ୍ଜନଗର ବ୍ଲକର ବଡ଼କୋଦଣ୍ଡା ଓ ଡୁମାକୁମ୍ପା ପଞ୍ଚାୟତରେ ଥିବା 5 ଗୋଟି ବନ ସଂରକ୍ଷଣ ସମିତି ଗୃହ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ। ଏଥିସହ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ବିଭିନ୍ନ ସମସ୍ୟା ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। କିଭଳି ସେସବୁର ସମାଧାନ ହୋଇପାରିବ ଏବଂ ସେ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ନାୟକ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଡହ ଡାକଳ ବଙ୍ଗଳାଠାରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିଲେ। ଡହ ଅଞ୍ଚଳର ବିକାଶ ସ୍ଥାନୀୟ ଜନସାଧାରଣଙ୍କ ଉନ୍ନତି ନିମନ୍ତେ ଡବଲ ଇଞ୍ଜିନ୍ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ସେସବୁ ଅତି ଶୀଘ୍ର କାର୍ଯ୍ୟକାରୀ ହେବ, ଯାହାଫଳରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବେଶ ଉପକୃତ ହୋଇପାରିବେ ବୋଲି ବିଧାୟକ ଶ୍ରୀ ନାୟକ ନିଜ ଅଭିଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମ ଏ ଅଞ୍ଚଳରୁ ସଦା ସର୍ବଦା ଭୋଟ ନେଇ ଗୋଟାଏ ଲୋକ 25-30 ବର୍ଷ କ୍ଷମତାରେ ରହିଲା ପରେ ମଧ୍ୟ ସେ ଗାଁରେ ଆଜି ପାଣିର ବ୍ୟବସ୍ଥା ନାହିଁ। ଇଏ ହେଉଛି ବିଜୁ ଜନତା ଦଳର ବିକାଶର ନଗ୍ନ ଚିତ୍ର। କିନ୍ତୁ ବିଧାୟକ ହେବାର 4 ମାସ ମାତ୍ର ହେଇଛି। ମୁଁ ପ୍ରଥମ ଯେଦିନ ରାସ୍ତାକୁ ଆସିଥିଲି କିଛି ବନ୍ଧୁ ମତେ ପ୍ରସ୍ତାବ ଦେଇଥିଲେ ଜଳସେଚନର ମାଟି ବାହାର କରି ତାକୁ ପୁନରୁଦ୍ଧାର କରିବା ପାଇଁ। ତା ସହ ଜଳସେଚନର ଯୋଉ ଡ୍ୟାମ୍ ଅଛି ଏ ଅଞ୍ଚଳର ସାଧାରଣ ଜନତା ଯିବା ଆସିବାରେ ବହୁତ ଅସୁବିଧା ଭୋଗୁଛନ୍ତି। ତାକୁ ତଳେ ଗୋଟେ ରାସ୍ତା କରିବା ପାଇଁ ତାର ବ୍ୟବସ୍ଥା ବି କରିଛୁ ଏବଂ ଆମ ଦଳ ଆମ ସରକାର ଯୋଉ ନିଷ୍ପତ୍ତି ନେଇଛନ୍ତି ଆମ ଅଞ୍ଚଳର ସମସ୍ତ ମନ୍ଦିରର ଉନ୍ନତି କରିବା ପାଇଁ, ସେ ପରିପ୍ରେକ୍ଷୀରେ ଆଜି ଆପଣମାନଙ୍କର ଅନୁରୋଧ ରକ୍ଷା କରି ଆପଣଙ୍କର ଏଇ ଯୋଉ ପାହାଡ ଉପରେ ଯଜ୍ଞ ଚାଲିଛି ସେଇଠି ତାର ବ୍ୟବସ୍ଥା କରିବା ପାଇଁ ମଧ୍ୟ ବହୁତ ପଇସାର ବ୍ୟବସ୍ଥା କରିଛୁ। ଏ କଥା ଆପଣମାନେ ଆଗାମୀ ଦିନରେ ନିଶ୍ଚିତ ମନେ ପକେଇବେ ଯେ ବିଜେପି ବାଲା କଣ କରୁଛନ୍ତି ଆଉ ଅତୀତରେ ବିଜେଡି ବାଲା କଣ କରିଥିଲେ। একথা স্পষ্ট। মাসে ভিতরে ভঞ্জনগর ডহ জলসেচনর যে ডিপিআর তৈরি হয়েছি তাকে টেন্ডর করে আসন্তা বর্ষা সিজন পূর্বর তার সম্পূর্ণ মাটি কিন্তু বাহার হয়ে পার তা ব্যবস্থা উচ্চস্তরীয় তাঙ্কর যে পদাধিকারী মানে অনেক কালি তাঙ্কু বৈঠক ডাকি আউপরে বিস্তৃত আলোচনা করেছি। কারণ ডবল ইঞ্জিন সরকার রাজ্যের আম সরকার কেন্দ্রের আম বি সরকার কৌশি ক্ষেত্রে এ অঞ্চলের বিকাশ পাই অর্থর অভাব রহব না একথা স্পষ্ট। ভঞ্জনগর ব্লকর এই যে 2টা পঞ্চায়েত রখিলু বড়কোদଣ୍ଡା ও ডুমাকুম্পা এতে আজ বহু জায়গায় উদ্ঘাটন কার্যক্রম লা আকু লোকসভা সাংসদ আমার শ্রীযুক্ত সুকান্ত পাଣିଗ୍ରାହୀ আসলে ତାଙ୍କର ଉଦ୍ୟମରେ ଆମେ ଆଜି ପ୍ରାୟ 6ଟା ଜାଗାରେ ଉଦ୍ଘାଟନ ଉତ୍ସବ କରିଛୁ। ବିଜୁ ଜନତା ଦଳ ଯୋଉ କହୁଥିଲା ଯେ ବିଜେପି ବାଲା ଖାଲି ପବନ ଚାଷ କରୁଛନ୍ତି କିଛି କରିନାହାନ୍ତି, ତେଣୁ ଏ ଯୋଉ ଫଟୋ ଆଜି ଉଠେଇଲେ ଦୟାକରି ଟିକେ ବିକ୍ରମାର୍କ ପାଖକୁ ଯଦି ପଠେଇଦେବେ ସେ ଦେଖିବ ଯେ ବିଜେପି ବାଲା କରୁଛନ୍ତି କି ନ କରୁଛନ୍ତି। ଏ ପଞ୍ଚାୟତର ପ୍ରଥମ ବିଧାୟକ ହେଲା ପରେ ଆକୁ ରାସ୍ତାକୁ ପୁନରୁଦ୍ଧାର କରିବା ପାଇଁ 33 କୋଟି ଟଙ୍କାର ବ୍ୟବସ୍ଥା କରିଛୁ। ରାସ୍ତା କାମ ଚାଲିଛି। এটা যে বড় সমস্যা রয়েছে ডহ জলসেচন আর পানি ইয়ে বহুত পঞ্চায়েত কু পানি ইরিগেটেড মাধ্যমে যাচ্ছি, চাষী মানে উপকৃত হচ্ছেন।
आकु बहुत दिन तले निर्माण होता किंतु बहुत दिन पर एवं बहुत दिन धरी विजु जनता दल क्षमतार रहिला परे मध्य माटीर पुनरुद्धार करने व्यवस्था नथिला किंतु विधायक हेबा परे प्रथम निष्पत्ति नहींचु आर संपूर्ण माटी बाहर एवं तलपटे रास्ता गोटे निर्माण हम एवं ये जो पहाड़ उपर जो अच्छा माँ माने रहिबा व्यवस्था भी होउछि रास्तार भी व्यवस्था होउछि बहुत अर्थ अनुदान व्यवस्था आम करिछु किंतु अतीत तो जहाँ आपको मुझे कहली विक्रम बाबू कौन कर देखिले आमे कौन कर अपेक्षा करूँ आगू देखिए।